ଜୀବନର କିଛି ରାସ୍ତା ଏମିତି ବି ଥାଏ ଯେଉଁଠି ମଣିଷକୁ ଏକୁଟିଆ ହିଁ ଚାଲିବାକୁ ପଡ଼େ। ଆଜିର ଏହି 110ଟି କଥା କେବଳ କିଛି ଧାଡ଼ି ନୁହେଁ, ବରଂ ଏହା ହେଉଛି ଜୀବନର ସେହି କଠୋର ସତ୍ୟ ଯାହା ଆପଣଙ୍କୁ ଭିତରୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ତେଣୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ। ସବୁ ହସୁଥିବା ମୁହଁ ଖୁସି ନଥାଏ। କିଛି ହସ କେବଳ ଭିତରର ଲୁହକୁ ଲୁଚିବା ପାଇଁ ଥାଏ। ସମୟ ଭଲ ଥିଲେ ପର ଲୋକ ବି ନିଜର ହୋଇଯାଆନ୍ତି, ଆଉ ସମୟ ଖରାପ ହେଲେ ନା ନିଜ ଲୋକ ବି ପର ଭଳି ବ୍ୟବହାର କରନ୍ତି। ଯେତେବେଳେ ପକେଟ ଖାଲି ଥାଏ ନା, ଦୁନିଆର ଓ ନିଜ ଲୋକଙ୍କର ଅସଲି ଚେହେରା ସାମ୍ନାକୁ ଆସିଯାଏ। କେବେ ବି କାହା ଉପରେ ଆଖି ବନ୍ଦ କରି ଭରସା କର ନାହିଁ, କାରଣ ଅନ୍ଧାରରେ ନିଜ ଛାଇ ବି ସାଥ ଛାଡ଼ିଦିଏ। ଯେଉଁମାନେ ଆପଣଙ୍କୁ ବୁଝନ୍ତି ନାହିଁ ସେମାନଙ୍କୁ ସ୍ପଷ୍ଟୀକରଣ ଦେଇ ନିଜର ବହୁମୂଲ୍ୟ ସମୟ ନଷ୍ଟ କରନ୍ତୁ ନାହିଁ। ନିଜର କଷ୍ଟ କାହାକୁ କୁହନ୍ତୁ ନାହିଁ, କାରଣ ଲୋକଙ୍କ ଘରେ ମଲମ ଥାଉ କି ନଥାଉ ଲୁଣ ନିଶ୍ଚୟ ଥାଏ। ସମ୍ପର୍କ ଯେତେ ଗଭୀର ହେଲେ ବି ପଇସା ପାଖରେ ସବୁ ସମ୍ପର୍କ ଦିନେ ନା ଦିନେ ଫିକା ପଡ଼ିଯାଏ। ଆଜିକାଲି ଲୋକେ ମୁହଁ ସାମ୍ନାରେ ମିଠା କଥା କୁହନ୍ତି, ପୁଣି ପିଠି ପଛରେ ଛୁରୀ ମଧ୍ୟ ମାରନ୍ତି। ଯେଉଁ ଲୋକ ତୁମର ମୂଲ୍ୟ ବୁଝିଲା ନାହିଁ ତାକୁ ବୁଝେଇବାରେ ସମୟ ନଷ୍ଟ କରିବା ବୋକାମି ହୋଇଥାଏ। ତୁମର ନୀରବତାକୁ ଯିଏ ବୁଝିପାରେନି ସେ କେବେ ବି ତୁମ ଲୁହର ମୂଲ୍ୟ ବୁଝିପାରିବ ନାହିଁ। ସବୁବେଳେ ସମସ୍ତଙ୍କ ପାଇଁ ଉପଲବ୍ଧ ରହୁଥିବା ମଣିଷର ମୂଲ୍ୟ ଧୀରେ ଧୀରେ କମି ଯାଇଥାଏ। ଯିଏ ତୁମକୁ ହରାଇ ଖୁସିରେ ଅଛି ତାକୁ ଖୁସିରେ ରହିବାକୁ ଦିଅ, ପୁଣି ଥରେ ତାକୁ ଜିତିବାକୁ ଚେଷ୍ଟା ଆଦୌ କର ନାହିଁ। ଯେଉଁ ଲୋକ ସବୁବେଳେ ଅନ୍ୟକୁ ଖୁସି କରିବାରେ ବ୍ୟସ୍ତ ରୁହେ ସେ ଶେଷରେ ନିଜକୁ ହିଁ ହରେଇ ଦିଏ। ଭାଙ୍ଗିଥିବା ବିଶ୍ୱାସ ପୁଣି ଯୋଡ଼ା ହୋଇପାରେ, କିନ୍ତୁ କେବେ ବି ପୂର୍ବ ଭଳି ଅତୁଟ ହୋଇପାରେନି। ସମୟ ତୁମକୁ ବଦଳାଏ ନାହିଁ, ବରଂ ସମୟ ତୁମ ଚାରିପାଖରେ ଥିବା ଲୋକଙ୍କ ପ୍ରକୃତ ରୂପକୁ ସାମ୍ନାକୁ ନେଇ ଆସିଥାଏ। ଅଧିକ ସଚ୍ଚୋଟ ହେବା ମଧ୍ୟ ବିପଜ୍ଜନକ ହୋଇଥାଏ, କାରଣ ସିଧା ଗଛକୁ ହିଁ ଲୋକେ ପ୍ରଥମେ କାଟିଥାନ୍ତି। ଯେଉଁଠି ତୁମର କଥାର ମୂଲ୍ୟ ନାହିଁ ସେଠାରେ ଚୁପ୍ ରହିବା ହିଁ ଶ୍ରେଷ୍ଠ ବ୍ୟକ୍ତିତ୍ୱର ପରିଚୟ। ଯେଉଁ ଲୋକ ତୁମକୁ ଛାଡ଼ିକି ଚାଲିଗଲା ତାକୁ ରୋକିବାକୁ ଚେଷ୍ଟା କରନି, ତାକୁ ତା ରାସ୍ତାରେ ଯିବାକୁ ଦିଅ। ଅହଙ୍କାର ଯେଉଁଠାରେ ଆରମ୍ଭ ହୁଏ ସେଠାରେ ସମ୍ପର୍କର ଅନ୍ତ ନିଶ୍ଚିତ ହୋଇଯାଏ। ଜୀବନରେ କିଛି ଲୋକ ଆଶୀର୍ବାଦ ହୋଇ ଆସନ୍ତି, ଆଉ କିଛି ଲୋକ ଶିକ୍ଷା ଦେଇ ଚାଲିଯାଆନ୍ତି। ଭୁଲ ଲୋକଙ୍କୁ ଧରି ରଖିବା ଠାରୁ ଏକା ରହିବା ବହୁତ ଗୁଣରେ ଅଧିକ ଶାନ୍ତି ଦେଇଥାଏ। ଜୀବନରେ ସବୁଠୁ ବଡ଼ ହାର ସମ୍ପର୍କ ହରାଇବା ନୁହେଁ, ବରଂ ନିଜର ଆତ୍ମସମ୍ମାନ ହରାଇବା। ଜୀବନରେ ସବୁଠାରୁ ବଡ଼ ଧନ ହେଉଛି ମାନସିକ ଶାନ୍ତି। ଏହାକୁ କାହା ପାଇଁ ବି ବଳିଦାନ ଦିଅ ନାହିଁ। ଯେଉଁଦିନ ତୁମେ ନା କହିବା ଶିଖିଯିବ ନା, ଲୋକେ ସେହି ଦିନ ଠାରୁ ତୁମକୁ ସମ୍ମାନ କରିବା ଆରମ୍ଭ କରିବେ। ନିଜର ରହସ୍ୟ କେବଳ ସେହି ଲୋକଙ୍କୁ କୁହ ଯିଏ ତୁମ ଅନୁପସ୍ଥିତିରେ ବି ତୁମର ସମ୍ମାନ ରଖିଥାଏ। ସମସ୍ତଙ୍କୁ ଖୁସି କରିବାକୁ ଗଲେ ଶେଷରେ ତୁମେ ନିଜେ ହିଁ ଦୁଃଖୀ ହୋଇଯିବ। ତୁମେ ଯେତେବେଳେ ନିଜର ମୂଲ୍ୟ ବୁଝିଯିବ, ଭୁଲ ଲୋକ ଆପେ ଆପେ ଦୂରେଇ ଯିବେ। ସବୁଠୁ ବଡ଼ ଭୁଲ ହେଉଛି ଭୁଲ ଲୋକଙ୍କୁ ଠିକ୍ ପ୍ରମାଣ କରିପାରେ ନିଜ ଜୀବନକୁ ନଷ୍ଟ କରିଦେବା। କାହାର ଅବହେଳା କିମ୍ବା ତାତ୍ସଲ୍ୟରେ ନିଜର ଆତ୍ମବିଶ୍ୱାସକୁ କେବେ ବି ହରାଅ ନାହିଁ। ଜୀବନରେ କେବେ ବି ନିଜ ସ୍ୱାଭିମାନକୁ କାହା ପାଖରେ ବନ୍ଧକ ରଖନି। ଯେଉଁ ମଣିଷ ନିଜକୁ ସମ୍ମାନ କରେ ଦୁନିଆ ତାକୁ ସମ୍ମାନ କରିବାକୁ ବାଧ୍ୟ ହୋଇଯାଏ। ଭଲ ଲୋକ ହୁଅ, କିନ୍ତୁ ଏତେ ବି ଭଲ ନୁହେଁ ଯେ ଲୋକେ ତୁମକୁ ସିଢ଼ି ଭାବି ବ୍ୟବହାର କରି ଚାଲିବେ। ଯିଏ ତୁମର ଅନୁପସ୍ଥିତିକୁ ଅନୁଭବ କରେନି ତାକୁ ତୁମର ଉପସ୍ଥିତିର ଅଧିକାର ଦିଅ ନାହିଁ। ଯେଉଁ ମଣିଷ ତୁମ ସମୟର ମୂଲ୍ୟ ବୁଝେନି ସେ କେବେ ବି ତୁମର ମୂଲ୍ୟ ମଧ୍ୟ ବୁଝିପାରିବ ନାହିଁ। ନିଜକୁ ଏତେ ମୂଲ୍ୟବାନ କରିଦିଅ ଯେ ତୁମକୁ ଛାଡ଼ିଥିବା ମଣିଷ ଦିନେ ଅନୁତାପ କରିବ। ଏକୁଟିଆ ଚାଲିବା ଶିଖ, କାରଣ ଶେଷରେ ସମସ୍ତେ ସାନ୍ତ୍ୱନା ଦିଅନ୍ତି, ସାଥ
କେହି ବି ଦିଅନ୍ତି ନାହିଁ। ଯେଉଁଠି ଆପଣଙ୍କର ସମ୍ମାନ ନାହିଁ ସେଠାକୁ କେବେ ବି ଯାଆନ୍ତୁ ନାହିଁ, ତେଣିକି ସେ କାହା ଘର ହୋଇଥାଉ କି କାହାର ହୃଦୟ। ମାନସିକ ଶାନ୍ତି ଚାହୁଁଥିଲେ ଅନ୍ୟଠାରୁ ଆଶା କରିବା ସମ୍ପୂର୍ଣ୍ଣ ରୂପେ ଛାଡ଼ି ଦିଅନ୍ତୁ। ଶାନ୍ତ ରହିବା ଗୋଟିଏ କଳା, ଯିଏ ଏହାକୁ ଶିଖିଗଲା ସେ ଦୁନିଆକୁ ଜିତିଗଲା। ତୁମେ ନିଜେ ଯେତେବେଳେ ନିଜ ଉପରେ ବିଶ୍ୱାସ କରିବ, ସାରା ଦୁନିଆ ତୁମ ଉପରେ ଆପେ ଆପେ ବିଶ୍ୱାସ କରିବ। ଭାଙ୍ଗିଯିବା ଦୁର୍ବଳତା ନୁହେଁ, ଭାଙ୍ଗିବା ପରେ ପୁଣି ଥରେ ଉଠି ଠିଆ ହେବା ହିଁ ପ୍ରକୃତ ଶକ୍ତି। ଜୀବନ ତୁମକୁ ଯେତେ ଭାଙ୍ଗିବ ସେତେ ଶକ୍ତିଶାଳୀ ହେବାର ସୁଯୋଗ ମଧ୍ୟ ଦେବ। ଧୈର୍ଯ୍ୟ ରଖ, ପ୍ରତ୍ୟେକ ଭୟଙ୍କର ଝଡ଼ ପରେ ହିଁ ଆକାଶ ସଫା ହୋଇଥାଏ। ପ୍ରତ୍ୟେକ କଷ୍ଟ ତୁମକୁ ଦୁର୍ବଳ କରିବା ପାଇଁ ନୁହେଁ, ବରଂ ଆଗାମୀ ଯୁଦ୍ଧ ପାଇଁ ପ୍ରସ୍ତୁତ କରିବାକୁ ଆସେ। ଭଲ ଦିନ ଆସିବା ପୂର୍ବରୁ ଖରାପ ଦିନ ସହ ଲଢ଼ିବାକୁ ପଡ଼େ, ଯାହା ତୁମକୁ ଶକ୍ତିଶାଳୀ କରିଦିଏ। ତୁମର ସବୁଠାରୁ ବଡ଼ ଶକ୍ତି ହେଉଛି କଷ୍ଟରେ ମଧ୍ୟ ହସି ପାରିବାର ସାହସ। କଷ୍ଟ ସମୟରେ ଯିଏ ନିଜକୁ ସମ୍ଭାଳି ପାରେ ସେ ଦୁନିଆର ଯେକୌଣସି ପରିସ୍ଥିତିକୁ ମଧ୍ୟ ସମ୍ଭାଳି ପାରିବ। ନିଜର ଦୁଃଖକୁ ଶକ୍ତିରେ ପରିଣତ କର, ସିଏ ହେଉଛି ତୁମର ପ୍ରକୃତ ପ୍ରତିଶୋଧ। ଜୀବନର ସବୁଠାରୁ ବଡ଼ ଗୁରୁ ହେଉଛି ଆମର ଖରାପ ସମୟ ଏବଂ ଖରାପ ପରିସ୍ଥିତି। ଦୁଃଖ ହିଁ ମଣିଷକୁ ସବୁଠାରୁ ଭିତରୁ ଅଧିକ ମଜବୁତ ହେବାର ଶିକ୍ଷା ଦେଇଥାଏ। ଅତୀତକୁ ନେଇ କାନ୍ଦିବା ଅପେକ୍ଷା ଭବିଷ୍ୟତକୁ ନେଇ କିଛି ନୂଆ କରିବା ଶିଖ। କେବେ ବି ନିରାଶ ହୁଅ ନାହିଁ। ମନେ ରଖ, କଳା ମେଘ ପଛରେ ହିଁ ଉଜ୍ଜଳ ସୂର୍ଯ୍ୟ ଥାଏ। ଯିଏ ନିଜର ସବୁଠାରୁ ଖରାପ ସମୟରେ ବି ହସି ପାରେ, ତାକୁ କୌଣସି ବି ଶକ୍ତି କେବେ ହରାଇ ପାରିବ ନାହିଁ। ସମୟ ସମସ୍ତଙ୍କର ଆସେ, କେବଳ ଧୈର୍ଯ୍ୟ ରଖିବାକୁ ପଡ଼େ ଏବଂ ଅପେକ୍ଷା କରିବାକୁ ପଡ଼େ। ଯିଏ ନିଜର ଦୁର୍ବଳତାକୁ ଜାଣିଯାଏ ଏବଂ ତା ଉପରେ କାମ କରେ ସେ ସବୁଠାରୁ ଶକ୍ତିଶାଳୀ ହୋଇଯାଏ। କେବେ କେବେ ହାରିବା ମଧ୍ୟ ଆବଶ୍ୟକ, କାରଣ ସେଠାରୁ ହିଁ ଜିତିବାର ପ୍ରକୃତ ପଦ୍ଧତି ଶିଖିବାକୁ ମିଳେ। ସବୁଠାରୁ ବଡ଼ ବୁଦ୍ଧିମାନ ସେହି ମଣିଷ ଯିଏ ନିଜର ପ୍ରତିଟି ଭୁଲରୁ କିଛି ନୂଆ ଶିଖିଥାଏ। ଭୁଲ ସମସ୍ତଙ୍କର ହୁଏ, କିନ୍ତୁ ଯିଏ ନିଜ ଭୁଲକୁ ସ୍ୱୀକାର କରି ସୁଧାରି ପାରେ ସିଏ ହିଁ ପ୍ରକୃତ ମଣିଷ। ଯିଏ ନିଜକୁ ବଦଳାଇବାର ସାହସ ରଖିଥାଏ ସେ ନିଜର ଭାଗ୍ୟକୁ ମଧ୍ୟ ବଦଳାଇ ପାରେ। ଯିଏ ଆଜି ତୁମକୁ କଷ୍ଟ ଦେଉଛି କାଲି ସେ ନିଶ୍ଚୟ କାନ୍ଦିବ। କେବଳ ସମୟକୁ ଅପେକ୍ଷା କର। ନିଜର ସ୍ୱପ୍ନକୁ କେବେ ବି ଅନ୍ୟର ମତ କିମ୍ବା ପରିହାସ ଉପରେ ନିର୍ଭର କରାଅନି। ତୁମର ଅସଲି ପ୍ରତିଦ୍ୱନ୍ଦ୍ୱୀ ଅନ୍ୟ କେହି ନୁହେଁ, ଗତକାଲିର ତୁମେ ହିଁ ତୁମର ପ୍ରତିଦ୍ୱନ୍ଦ୍ୱୀ ଅଟ। ଯେତେ କମ୍ ଅଭିଯୋଗ କରିବ ସେତେ ବେଶୀ ତୁମ ଜୀବନ ଆଗକୁ ଆଗକୁ ବଢ଼ିବ। ଯିଏ ତୁମ ସଫଳତାରେ ହୃଦୟରୁ ଖୁସି ହୋଇଥାଏ ସିଏ ହିଁ ପ୍ରକୃତରେ ତୁମର ଆପଣାର ଲୋକ। ସବୁବେଳେ ମନେ ରଖ, ତୁମର ସ୍ୱଭାବ ଏବଂ ବ୍ୟବହାର ହିଁ ତୁମର ପ୍ରକୃତ ପରିଚୟ, ଧନ ନୁହେଁ। ଯେଉଁ ମଣିଷ ନିଜର କ୍ରୋଧକୁ ଜିତିପାରେ ସେ ଜୀବନର ଅଧା ଯୁଦ୍ଧ ସେଇଠି ଜିତି ଯାଇଥାଏ। ନିଜର ରାଗକୁ ନିୟନ୍ତ୍ରଣ କରିବା ଶିଖ, ନଚେତ ଏହା ତୁମର ସବୁ ସମ୍ପର୍କ ଏବଂ ସଫଳତାକୁ ଜାଳି ପୋଡ଼ି ପାଉଁଶ କରିଦେବ। ଯିଏ ତୁମକୁ ବାରମ୍ବାର ଛୋଟ କରିବାକୁ ଚେଷ୍ଟା କରେ ବୁଝିଯାଅ ସେ ତୁମର ଉଚ୍ଚତାକୁ ଦେଖି ଡରି ଯାଉଛି। ଅନ୍ୟର ସଫଳତାକୁ ଦେଖି କେବେ ଜଳ ନାହିଁ, ବରଂ ସେଥିରୁ ପ୍ରେରଣା ନେଇ ଆଗକୁ ବଢ଼ିଯାଅ। ତୁମର ଚରିତ୍ର ତୁମର ସେହି ଅମୂଲ୍ୟ ପରିଚୟ ଅଟେ ଯାହାକୁ ସମୟ ମଧ୍ୟ ନଷ୍ଟ କରିପାରିନଥାଏ। ନିଜର ଲକ୍ଷ୍ୟ ଏତେ ବଡ଼ ରଖ ଯେ ଛୋଟ ଛୋଟ ଅପମାନ ତୁମକୁ କେବେ ରୋକିପାରିବ ନାହିଁ। କଥାରେ ଅଛି, ଯେମିତି ଭାବନା ସେମିତି ମଣିଷ। ତୁମେ ଯାହା ଚିନ୍ତା କରୁଛ ଧୀରେ ଧୀରେ ତୁମେ ବାସ୍ତବରେ ଠିକ୍ ସେହି ପ୍ରକାରର ମଣିଷ ହୋଇଯାଉଛ। ସତ୍ୟ ସବୁବେଳେ ଶାନ୍ତ ଥାଏ, କିନ୍ତୁ ମିଛକୁ ନିଜକୁ ପ୍ରମାଣ କରିବାକୁ ଚିତ୍କାର କରିବାକୁ ପଡ଼ିଥାଏ। ନିଜର ମନକୁ ଜିତିଯାଅ, ତାପରେ ଦେଖିବ ଏହି ଦୁନିଆକୁ ଜିତିବା ତୁମ ପାଇଁ ସହଜ ହୋଇଯିବ। ସବୁବେଳେ ମନେ ରଖ, ଯେଉଁ ଫୁଲରେ ସୁଗନ୍ଧ ଥାଏ ସେଇ ଫୁଲକୁ ହିଁ ଲୋକେ ଅଧିକ ଛିଣ୍ଡେଇବାକୁ ଚେଷ୍ଟା କରିଥାନ୍ତି। ପ୍ରତ୍ୟେକ ଦିନ ନିଜକୁ ପଚାର, ମୁଁ ଗତକାଲି ଠାରୁ ଆଜି ଟିକେ ଭଲ ହୋଇଛି କି ନାହିଁ।
ଯିଏ ନିଜର ମନକୁ ଶାନ୍ତ ରଖିପାରେ ସେ ଜୀବନର ଯେକୌଣସି ବଡ଼ ଝଡ଼କୁ ଅତିକ୍ରମ କରିପାରିବ। ନିଜକୁ କେବେ ଅନ୍ୟ ସହ ତୁଳନା କର ନାହିଁ। ଚନ୍ଦ୍ର ଓ ସୂର୍ଯ୍ୟ ଉଭୟ ନିଜ ନିଜ ସମୟରେ ଉଜ୍ଜଳ ହୋଇଥାନ୍ତି। ସବୁ ପ୍ରଶ୍ନର ଉତ୍ତର ତୁରନ୍ତ ଖୋଜିବା ଦରକାର ନାହିଁ। କିଛି ଉତ୍ତର ସମୟ ହିଁ ସଠିକ ବେଳରେ ଦେଇଥାଏ। ଯେଉଁଠି ଆପଣଙ୍କର ସମ୍ମାନ ନାହିଁ ସେଠାରେ ଗୋଟିଏ ମୁହୂର୍ତ୍ତ ମଧ୍ୟ ରହିବା ଉଚିତ ନୁହେଁ। ସଫଳତାର ସବୁଠାରୁ ବଡ଼ ଶତ୍ରୁ ଦାରିଦ୍ର୍ୟ ନୁହେଁ ବରଂ କାଲି କରିବି ଏପରି ଭାବୁଥିବା ଗୋଟିଏ କୁଅଭ୍ୟାସ ଅଟେ। ଲୋକେ ତୁମର ସଂଘର୍ଷ ଏବଂ ଲୁହକୁ ଦେଖନ୍ତି ନାହିଁ, ସେମାନେ କେବଳ ତୁମର ସଫଳତାକୁ ଦେଖନ୍ତି। ଜୀବନରେ ଦୁଇଟି ଜିନିଷ କେବେ ଫେରି ଆସେନି, ପାଟିରୁ ବାହାରି ଯାଇଥିବା ଶବ୍ଦ ଏବଂ ବିତି ଯାଇଥିବା ସମୟ। ଜୀବନ ତୁମକୁ ସବୁବେଳେ ଦ୍ୱିତୀୟ ସୁଯୋଗ ଦିଏ, ଯାହାର ନାଁ ହେଉଛି ଆସନ୍ତାକାଲି। ଦୁନିଆ ତୁମର କଥା ମନେ ରଖିବ ନାହିଁ, କିନ୍ତୁ ତୁମର ବ୍ୟବହାରକୁ ସାରା ଜୀବନ ମନେ ରଖିବ। ଭାଗ୍ୟ ବଦଳିବା ପୂର୍ବରୁ ପ୍ରଥମେ ନିଜର ଦୈନନ୍ଦିନ ଅଭ୍ୟାସ ବଦଳାଇବାକୁ ପଡ଼େ। ଲୋକଙ୍କ କଥାରେ ନୁହେଁ ବରଂ ନିଜ କର୍ମରେ ଏବଂ ପରିଶ୍ରମରେ ବିଶ୍ୱାସ କର। ଜୀବନରେ ଦୌଡ଼ିବା ନିଶ୍ଚୟ ଦରକାର, କିନ୍ତୁ ଭୁଲ ରାସ୍ତାରେ ନୁହେଁ, ସଠିକ ଲକ୍ଷ୍ୟ ପଥରେ। ନିଜର ଭବିଷ୍ୟତକୁ ବଦଳାଇବାକୁ ଚାହୁଁଛ ଯଦି, ତେବେ ଆଜିର ଅଭ୍ୟାସକୁ ତୁରନ୍ତ ବଦଳାଅ। ଦୁନିଆ ତୁମର ଅତୀତକୁ ମନେ ରଖିବ, କିନ୍ତୁ ତୁମର ଭବିଷ୍ୟତ କେବଳ ତୁମ ନିଜ ହାତରେ ଅଛି। ସଫଳତା କେବେ ଶବ୍ଦ କରେ ନାହିଁ, କିନ୍ତୁ ତାର ପ୍ରଭାବର ଶବ୍ଦ ସମସ୍ତଙ୍କୁ ଶୁଣାଯାଏ। ତୁମର ସ୍ୱପ୍ନକୁ ଦେଖି ଆଜି ହସୁଥିବା ଲୋକେ ଦିନେ ତୁମର ସଫଳତାର କାହାଣୀ ଅନ୍ୟକୁ କହିବେ। ଜୀବନ କାହାକୁ ଅପେକ୍ଷା କରେନି, ତେଣୁ ନିଜର ସ୍ୱପ୍ନକୁ ଆସନ୍ତାକାଲି ପାଇଁ ଛାଡ଼ି ଦିଅ ନାହିଁ। ତୁମର ଆଜିର ନିଷ୍ପତ୍ତି ଏବଂ ପରିଶ୍ରମ ହିଁ ତୁମର ଆସନ୍ତାକାଲିର ସୁନ୍ଦର ପରିଚୟ ହେବ। କଥା କମ କୁହ ଏବଂ କାମ ଅଧିକ କର, କାରଣ ଦୁନିଆ ତୁମର ଯୋଜନା ନୁହେଁ, ସଫଳତା ଦେଖିବାକୁ ପସନ୍ଦ କରେ। ପଇସା ସବୁ କିଛି ନୁହେଁ, କିନ୍ତୁ ଆଜିର ସମୟରେ ବିନା ପଇସାରେ କେହି ଆପଣଙ୍କର ମୂଲ୍ୟ ବୁଝନ୍ତି ନାହିଁ। ସ୍ୱପ୍ନ ଯଦି ତୁମର, ତେବେ ତାକୁ ପୂରଣ କରିବାର ପରିଶ୍ରମ ମଧ୍ୟ ତୁମକୁ ହିଁ କରିବାକୁ ପଡ଼ିବ। ଆଜିର କଠିନ ପରିଶ୍ରମ ଏବଂ ରାତିର ଅନିଦ୍ରା ନିଶ୍ଚିତ ଭାବେ ତୁମର କାଲିର ସୁନେଲି ଭବିଷ୍ୟତ ଗଢ଼ି ପାରିବ। ପ୍ରେମ କରିବା ଖରାପ ନୁହେଁ, କିନ୍ତୁ ପ୍ରେମ ପାଇଁ ନିଜର ଲକ୍ଷ୍ୟକୁ ବଳିଦାନ ଦେବା ସବୁଠାରୁ ବଡ଼ ବୋକାମୀ। ଅସଫଳତା ମାନେ ଜୀବନର ଶେଷ ନୁହେଁ, ଏହା ଅଧିକ ଜ୍ଞାନର ସହ ଏକ ନୂଆ ଆରମ୍ଭର ସୁଯୋଗ ହୋଇଥାଏ। ନିଜ ବାପ ମାଙ୍କର ଲୁହର କାରଣ କେବେ ବି ହୁଅ ନାହିଁ। ସେମାନେ ତୁମ ପାଇଁ ନିଜର ସବୁ ଖୁସି ତ୍ୟାଗ କରିସାରିଛନ୍ତି। ମାତା ପିତାଙ୍କର ଆଶୀର୍ବାଦ ବିନା ଦୁନିଆର କୌଣସି ବି ବଡ଼ ସଫଳତା କେବେ ସମ୍ଭବ ହୋଇପାରିବ ନାହିଁ। ସମ୍ମାନ ମାଗିଲେ ମିଳେ ନାହିଁ, ଏହାକୁ ନିଜର କର୍ମ ଓ ନିଷ୍କପଟ ବ୍ୟବହାର ଦ୍ୱାରା ଅର୍ଜନ କରିବାକୁ ପଡ଼େ। ତୁମେ ଯାହା ବୁଣିବ ତାହା ହିଁ ଅମଳ ହେବ। ଭଲ କର୍ମ କର, ଫଳ ନିଶ୍ଚୟ ଭଲ ହିଁ ମିଳିବ। ଖାଲି ହାତରେ ଆସିଥିଲେ ଖାଲି ହାତରେ ହିଁ ଯିବାର ଅଛି, ତେଣୁ ଏହି ଦୁଇଦିନିଆ ଜୀବନରେ ଅହଙ୍କାରର କିଛି କାମରେ ଆସିବନି। ପ୍ରତିଟି ନୂଆ ସକାଳ ତୁମକୁ ତୁମର ଭାଗ୍ୟ ଓ ଜୀବନ ବଦଳାଇବାର ଗୋଟିଏ ନୂଆ ସୁଯୋଗ ଦେଇଥାଏ। ନିଜର ଜୀବନକୁ ଏତେ ସୁନ୍ଦର କରିଦିଅ ଯେ ତୁମର କାହାଣୀ ଶୁଣି ଅନ୍ୟ ଜୀବନରେ ବଞ୍ଚିବାର ପ୍ରେରଣା ଆସିଯିବ। ଭଗବାନଙ୍କ ଉପରେ ବିଶ୍ୱାସ ରଖ, ସେ ତୁମ ପାଇଁ ଯାହା ବି କରନ୍ତି ତୁମର ମଙ୍ଗଳ ପାଇଁ ହିଁ କରନ୍ତି। ଜୀବନରେ ଦୁଇଟି ଜିନିଷ କେବେ ହରେଇବନି, ଆଖିରେ ଦେଖିଥିବା ବଡ଼ ସ୍ୱପ୍ନ ଓ ହୃଦୟରେ ଥିବା ନିଜର ସତ୍ୟତା। ଦୁନିଆ ତୁମକୁ କେତେ ଥର ଭାଙ୍ଗିଦେଲା, ସେଥିରେ କିଛି ଫରକ ପଡ଼େ ନାହିଁ। ଫରକ ଏତିକି ପଡ଼େ ଯେ ପ୍ରତ୍ୟେକ ଥର ତୁମେ ପୁଣି ଉଠିଲ କି ନାହିଁ, କାରଣ ଇତିହାସ ସେମାନଙ୍କର ଲେଖାଯାଏ ଯେଉଁମାନେ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ହାର ମାନିନଥାନ୍ତି। ଆଶା କରୁଛି ଜୀବନର ଏହି 110ଟି ଶିକ୍ଷା ଆପଣଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ। ଭିଡ଼ିଓଟି କିପରି ଲାଗିଲା, 10ରୁ ଆପଣ ମୋତେ କେତେ ନମ୍ବର ଦେବେ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓକୁ ଲାଇକ୍ କରି ନିଜ ପ୍ରିୟଜନମାନଙ୍କ ସହ ସେୟାର ନିଶ୍ଚୟ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ କୃଷ୍ଣ, ଧନ୍ୟବାଦ।